ମୋ ଶାଶୁ ଉପର ମହଲାରେ ଏକୁଟିଆ ରହୁଥିଲେ। ମଧ୍ୟରାତ୍ରିରେ ମୋ ଶାଶୁଙ୍କ କୋଠରୀରୁ କାନ୍ଦିବାର ଶବ୍ଦ ଆସେ। ଦିନ ସମୟରେ ମୋ ଶାଶୁ ବହୁତ ସରଳ ଥିଲେ, କିନ୍ତୁ ରାତି ହେବା ମାତ୍ରେ ସେ ବଧୂ ପରି ପରିଧାନ କରି ନିଜ କୋଠରୀ ବନ୍ଦ କରି ଦେଉଥିଲେ। ମୁଁ ମୋ ଶାଶୁଙ୍କୁ ସନ୍ଦେହ କରିବା ଆରମ୍ଭ କଲି। ଦିନେ ରାତିରେ ମୁଁ ଗୁପ୍ତରେ ମୋ ଶାଶୁଙ୍କ କୋଠରୀକୁ ଗଲି। ସେଠାରେ ଜଣେ ପୁରୁଷ ଏବଂ ଜଣେ ପୁଅ ମୋ ଶାଶୁଙ୍କ ସହିତ ଥିଲା। ମୋର ନାମ ସୋନି। ମୁଁ ଦିଲ୍ଲୀ ସହରର ବାସିନ୍ଦା। ମୋର ବିବାହ ମୋ ପିତାମାତାଙ୍କ ଦ୍ୱାରା ବହୁ ଧୁମଧାମରେ ଆଡ଼ମ୍ବର ସହିତ ଆୟୋଜିତ ହୋଇଥିଲା, କାରଣ ମୁଁ ମୋର ପିତାମାତାଙ୍କର ଏକମାତ୍ର ଝିଅ ଥିଲି। ଯେତେବେଳେ ମୁଁ ବିବାହ ପରେ ପ୍ରଥମେ ମୋ ଶାଶୁଙ୍କ ଘରେ ପାଦ ଦେଲି, ସେତେବେଳେ ମୁଁ ମୋ ଶାଶୁଙ୍କ ଘରର ପରିବେଶ ଅତି ଧାର୍ମିକ ବୋଲି ଜାଣିଲି। ମୋ ଶାଶୁ ସବୁବେଳେ ପୂଜାରେ ବ୍ୟସ୍ତ ରହୁଥିଲେ। ସେ ପୂଜା ପାଇଁ ଉପର ମହଲାରେ ଏକ ଛୋଟ ମନ୍ଦିର ନିର୍ମାଣ କରିଥିଲେ, ଯେଉଁଠାରେ ସେ ସର୍ବଦା ଈଶ୍ୱରଙ୍କ ଉପାସନାରେ ବ୍ୟସ୍ତ ଥିଲେ। କାହାକୁ ସେଠାକୁ ଯିବାକୁ ଦିଆଯାଇ ନଥିଲା। ମୋ ଶାଶୁ ମୋତେ ଉପରକୁ ଯିବାକୁ କଠୋର ଭାବରେ ବାରଣ କରିଥିଲେ ଏବଂ ମୋ ସ୍ୱାମୀ ମୋତେ କହିଥିଲେ ଯେ ମୋ ମା ଯାହା କହୁଛନ୍ତି ତାହା ପାଳନ କରିବାକୁ। ଯଦି ମୋ ମା ଉପରକୁ ଯିବାକୁ ମନା କରୁଛନ୍ତି, ତେବେ ଯାଅ ନାହିଁ। ଯେତେବେଳେ ମୁଁ ଏହାର କାରଣ ପଚାରିଲି, ମୋର ସ୍ୱାମୀ ରାଜେଶ କହିଥିଲେ ଯେ ମୋର ମା'ର ପୂଜାପାଠ ଉପାସନାକୁ କେହି ବ୍ୟାଘାତ କରିବାକୁ ସେ ପସନ୍ଦ କରନ୍ତି ନାହିଁ। ତାଙ୍କର ନିଜ ସନ୍ତାନ ହୋଇଥିଲେ ମଧ୍ୟ ସେ ମନା କଲା ପରେ ମୁଁ ସେଠାକୁ ଯାଇନଥିଲି। ତେବେ ତୁମର କ'ଣ ଆପତ୍ତି ଅଛି? ମୁଁ ରାଜେଶଙ୍କ କଥା ଶୁଣିବା ପରେ ଚୁପ୍ ହୋଇଗଲି, କିନ୍ତୁ ଏହା ମୋତେ ଅଜବ ଲାଗୁଥିଲା। ଏହା କି ପ୍ରକାରର ପୂଜା, ଯେଉଁଥିରେ ଅନ୍ୟ କାହାରି ହସ୍ତକ୍ଷେପ ନାହିଁ? ମୋ ଶାଶୁ ମଧ୍ୟ ଉପର ମହଲାରେ ପିଲାମାନଙ୍କୁ ଧାର୍ମିକ ଶିକ୍ଷା ଦେଉଥିଲେ। ପିଲାମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଅନୁମତି ଦିଆଯାଇ ନଥିଲା। ମୋ ଶାଶୁ ପିଲାମାନଙ୍କୁ ସକାଳରୁ ରାତି ପର୍ଯ୍ୟନ୍ତ ଧାର୍ମିକ ଶିକ୍ଷା ଦେଉଥିଲେ। ପିଲାମାନଙ୍କର ପଢ଼ିବାର ଶବ୍ଦ ତଳ ମହଲାକୁ ଶୁଣାଯାଉଥିଲା। ରାଜେଶ ଜଣେ ଅତି ନମ୍ର ବ୍ୟକ୍ତି ଥିଲେ ଏବଂ ସେ ମଧ୍ୟ ତାଙ୍କ ମାତାର ଜଣେ ଆଜ୍ଞାକାରୀ ପୁତ୍ର ଥିଲେ। ସେ ତାଙ୍କ ମା'ଙ୍କ ଆଗରେ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରୁନଥିଲେ। ଆମ ବିବାହର ପ୍ରଥମ ରାତିରେ ସେ କେବଳ ମୋତେ ଇଚ୍ଛା ବ୍ୟକ୍ତ କରିଥିଲେ ଯେ ସୋନି ମୋ ମା ସହିତ କେବେ କଦର୍ଯ୍ୟ ବ୍ୟବହାର କରିବ ନାହିଁ, କାରଣ ସେ ବହୁତ କଷ୍ଟଦାୟକ ଜୀବନ ଅତିବାହିତ କରିଛନ୍ତି। ସେ ତାଙ୍କ ଜୀବନରେ ବହୁତ କଷ୍ଟ ସହିଛନ୍ତି। ଥରେ ସେ ମୋତେ କହିଲେ ଯେ ମୋ ପାଇଁ ମୋ ମା ପୂରା ଯୌବନକୁ ନଷ୍ଟ କରିଛନ୍ତି ଏବଂ ପୁନର୍ବାର ବିବାହ କରିନାହାନ୍ତି। ସେଥିପାଇଁ ମୁଁ ଚାହେଁ ନାହିଁ ମୁଁ କିମ୍ବା ତୁମ କାରଣରୁ ସେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତୁ। ତେଣୁ ମୁଁ ଚୁପ୍ ରହିଲି। କିନ୍ତୁ ଥରେ ଏପରି ଘଟଣା ଘଟିଲା ଯେ ମୁଁ ମୋ ଶାଶୁଙ୍କୁ ସନ୍ଦେହ କରିବା ଆରମ୍ଭ କଲି। ଥରେ ଆମ ଘରେ ଥିବା ଲାଇଟ୍ ବନ୍ଦ ହୋଇଗଲା ଏବଂ ତାପରେ 1 ଘଣ୍ଟା, 2 ଘଣ୍ଟା, 3 ଘଣ୍ଟା ପୂରିଗଲା, କିନ୍ତୁ ଲାଇଟ୍ ଆଉ ଆସିଲା ନାହିଁ। ଆଲୋକ ଅଭାବରୁ ରାତିରେ ମୋ ଆଖି ଖୋଲିଗଲା। ବନ୍ଦ କୋଠରୀରେ ମୁଁ ନର୍ଭସ୍ ଅନୁଭବ କଲି। ରାଜେଶ ଶୋଇବା ବିଷୟରେ ଅତ୍ୟନ୍ତ ନିର୍ଦ୍ଦିଷ୍ଟ ଥିଲେ, ତେଣୁ ସେ ଲାଇଟ୍ ବନ୍ଦ କରି ମଧ୍ୟ ଶୋଇଥାନ୍ତି, କିନ୍ତୁ ଲାଇଟ୍ ସହିତ ଶୋଇବାର ଅଭ୍ୟାସ ମୋର ଥିଲା। ମୁଁ ଅନ୍ଧାର କୋଠରୀରେ ନର୍ଭସ୍ ଅନୁଭବ କରିବାକୁ ଲାଗିଲି। ମୁଁ କୋଠରୀରୁ ପ୍ରାଙ୍ଗଣକୁ ଆସିଲି। ଏଠାରେ ଥଣ୍ଡା ପବନ ମୋ ଉପରେ ବହୁତ ଭଲ ପ୍ରଭାବ ପକାଇଲା। ମୋର ମନୋବଳ ତୁରନ୍ତ ସତେଜ ହେଲା। କିନ୍ତୁ ତାପରେ ମୁଁ ଉପରକୁ କେହି କାନ୍ଦୁଥିବା ଏବଂ କୋହଭରା ଶବ୍ଦ ଶୁଣିଲି। ମୁଁ ସମ୍ପୂର୍ଣ୍ଣ ଚକିତ ହୋଇଗଲି। ପ୍ରଥମେ ମୁଁ ଦ୍ୱନ୍ଦ୍ୱ ଅନୁଭବ କଲି, କାରଣ ମୋ ଘରେ ପିଲାଟିଏ କିପରି ହୋଇପାରେ? କିନ୍ତୁ ଯେତେବେଳେ ଶବ୍ଦ ମୋ ପାଖକୁ ଆସିଲା, ମୁଁ ଶୁଣିବାକୁ ଚେଷ୍ଟା କଲି। ଏହା ପ୍ରକୃତରେ ପିଲାଟିର କାନ୍ଦିବାର ଶବ୍ଦ ଥିଲା। ଲାଗୁଥିଲା ଯେପରି 8 ରୁ 10 ବର୍ଷ ଛୋଟ ପିଲା କାନ୍ଦୁଛି। ପ୍ରଥମେ ମୁଁ ଭାବିଲି ଯେ ବୋଧହୁଏ ପଡ଼ୋଶୀ ଘର ପିଲା ଆଲୋକ ନଥିବା ହେତୁ କାନ୍ଦୁଥିବ, କାରଣ ଆଲୋକ ନଥିଲା ଏବଂ ପ୍ରବଳ ଗରମ ମଧ୍ୟ ଥିଲା। କିନ୍ତୁ ତଥାପି ମୋର ହୃଦୟ ରାଜି ହେଲା ନାହିଁ। ତେଣୁ ମୁଁ ଭୟଭୀତ ହୋଇ ପାହାଚ ଚଢ଼ିବାକୁ ଲାଗିଲି। ମୁଁ ଯେତେବେଳେ ପାହାଚ ଉପରକୁ ଯାଉଥିଲି, କାନ୍ଦୁଥିବା ଶବ୍ଦ ଅଧିକ ଜୋରରେ ବଢ଼ିବାକୁ ଲାଗିଲା। ଉପର ମହଲାର ସମସ୍ତ କୋଠରୀ ବନ୍ଦ ଥିଲା,
କେବଳ ଗୋଟିଏ କୋଠରୀରେ ଆଲୋକ ଥିଲା ଏବଂ ଶବ୍ଦ ମଧ୍ୟ ସେଠାରୁ ଆସୁଥିଲା। ମୁଁ ସେହି କୋଠରୀ ବାହାରେ ଠିଆ ହେଲି। ଯଦିଓ ରାଜେଶ ନିଷେଧ କରିଥିଲେ, ଯେତେବେଳେ ମୋ ମା ମନା କରିଦେଇଛନ୍ତି ତୁମେ ଉପର ମହଲାକୁ ଯିବ ନାହିଁ। ତାଙ୍କ ପୂଜାରେ କାହାର ହସ୍ତକ୍ଷେପକୁ ମୋ ମା ବରଦାସ୍ତ କରନ୍ତି ନାହିଁ। ବର୍ତ୍ତମାନ ମୁଁ ଟେରାସ୍କୁ ଆସିଥିଲି, କିନ୍ତୁ କୋଠରୀ ଭିତରକୁ ଯିବାକୁ ସାହସ କରିନଥିଲି। ମୋର ପାଦ କୋଠରୀ ବାହାରେ ଅଟକିଗଲା। ପ୍ରଥମେ ମୁଁ ଭାବିଲି, ବୋଧହୁଏ ମୋ ଶାଶୁ ପ୍ରାର୍ଥନା କରୁଥିଲେ ଏବଂ ପ୍ରାର୍ଥନା କରୁଥିବା ସମୟରେ ସେ କାନ୍ଦୁଥିଲେ ଏବଂ ଈଶ୍ୱରଙ୍କଠାରୁ କିଛି ମାଗୁଥିଲେ। କିନ୍ତୁ ପରବର୍ତ୍ତୀ ଶବ୍ଦ ମୁଁ ଶୁଣିଲି। ମୋ ହୃଦୟର ସ୍ପନ୍ଦନ ବନ୍ଦ ହୋଇଗଲା। ମୋ କାନରେ ଆସିଥିବା ଏକ ସ୍ୱର କହିଲା, ମୋ ଠାରୁ ଦୂରେଇ ଯାଅ, ମୋ ପାଖକୁ ଆସ ନାହିଁ। 8 କିମ୍ବା 10 ବର୍ଷର ଶିଶୁର ସ୍ୱର। ମୋ ହୋସ୍ ଉଡ଼ିଗଲା। ସେହି କୋଠରୀ ବାହାରେ କୌଣସି ଝରକା ନଥିଲା। ଭିତରେ କ'ଣ ଘଟୁଛି ମୁଁ ଦେଖିପାରିଲି ନାହିଁ ଏବଂ ଆମ ଘରେ ପିଲାଟିଏ କିପରି ଆସିପାରିବ, ତାହା ମଧ୍ୟ ଏହି ସମୟରେ। ଗୋଟିଏ ପରେ ଗୋଟିଏ ପ୍ରଶ୍ନ ମୋତେ ଅସୁବିଧାରେ ପକାଉଥିଲା। ମୋ ମନ ହେଉଥିଲା କବାଟ ବାଡ଼େଇ ମୋ ଶାଶୁଙ୍କୁ ଡାକିବା ପାଇଁ। ଯେତେବେଳେ ଏହା ଭାବୁଥିଲି, କବାଟ ଖୋଲିଲା ଏବଂ ଶାଶୁ ମୋ ସାମ୍ନାରେ ଛିଡ଼ା ହୋଇ ଝାଳରେ ଭିଜି ଯାଇଥିଲେ। ମୋ ଶାଶୁଙ୍କ ପୋଷାକ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ମୋତେ ଦେଖିବା ପରେ ପ୍ରଥମେ ତାଙ୍କ ମୁହଁ ଫିକା ପଡ଼ିଗଲା। ତାପରେ ସେ ଶୀଘ୍ର ରୁମ୍ର କବାଟ ବନ୍ଦ କରିଦେଲେ। ପ୍ରଥମ ଥର ପାଇଁ ମୋ ଶାଶୁ ମୋତେ କ୍ରୋଧରେ କହିଲେ, ତୁମେ ଏଠାରେ କ'ଣ କରୁଛ? ମୁଁ ତମକୁ କହିଥିଲି କି ଉପରକୁ ଆସିବ ନାହିଁ। ମୋ ଶାଶୁଙ୍କ ଅବସ୍ଥା ବିଗିଡ଼ି ଯାଉଥିଲା। ଲାଗୁଥିଲା ଯେମିତି ସେ ବହୁତ ଡରିଯାଇଛନ୍ତି। ମୋ ଶାଶୁ ମୋତେ ଏତେ କ୍ରୋଧରେ ଚାହିଁଲେ ଯେ ମୁଁ ମଧ୍ୟ ଡରିଯାଇଥିଲି। ମୋ ଶାଶୁ ପୁନର୍ବାର କହିବାକୁ ଲାଗିଲେ, ତଳକୁ ଯାଅ ଏବଂ ସାବଧାନ ରୁହ। ଯଦି ତୁମେ ପୁଣି ଆସିବ, ସେ ବଡ଼ ପାଟି କରି କହିଲେ। ମୁଁ ଶୀଘ୍ର ଓହ୍ଲାଇ ମୋ ରୁମ୍କୁ ଆସିଲି। ମୋର ହୃଦୟ ଜୋରରେ ଆଘାତ କରୁଥିଲା। ମୋ ଶାଶୁଙ୍କ ମନୋଭାବ ମୋତେ ଆଶ୍ଚର୍ଯ୍ୟ କଲା। ସେ ବହୁତ ନରମ ଏବଂ ସ୍ନେହପୂର୍ଣ୍ଣ ଭାବରେ କଥା କୁହନ୍ତି। ତାଙ୍କ ଶବ୍ଦରେ ଏପରି ମଧୁରତା ଥିଲା, ଯେପରି କହିବା ଶୈଳୀ ମଧୁରତାର ଅନୁଭବ ଦେଇଥାଏ। କିନ୍ତୁ ଏବେ ମୁଁ ଯେପରି ମୋ ଶାଶୁଙ୍କୁ ଦେଖୁଥିଲି, ମୁଁ ଆଦୌ ବିଶ୍ୱାସ କରିପାରିଲି ନାହିଁ ଯେ ସେ ମୋର ଶାଶୁ। ମୋର ମସ୍ତିଷ୍କ କାମ ବନ୍ଦ କରିଦେଇଥିଲା। ସର୍ବଶେଷରେ ଏକ ଶିଶୁ ମୋ ଶାଶୁଙ୍କ କୋଠରୀରେ କାନ୍ଦୁଥିଲା ଏବଂ ସେ କାହିଁକି ଉପରକୁ ଆସିବ ନାହିଁ ବୋଲି କହୁଥିଲେ। ମୁଁ କିଛି ବୁଝିପାରିଲି ନାହିଁ। ତାପରେ ମୋ ଶାଶୁ ଭୟଭୀତ ହେଲେ। ମୋତେ ଦେଖି ସେ ଶୀଘ୍ର କବାଟ ବନ୍ଦ କରି ଦ୍ୱନ୍ଦ୍ୱରେ ପଡ଼ିଗଲେ। ଅସଜଡ଼ା ପୋଷାକରେ ବାହାରକୁ ଆସିବା, ଏହିସବୁ କଥା ମୋ ମନରେ ସନ୍ଦେହ ସୃଷ୍ଟି କରୁଥିଲା। ମୋ ଶାଶୁ ବହୁତ ଧାର୍ମିକ ଥିଲେ। ସେ ସବୁବେଳେ ତାଙ୍କ ମୁଣ୍ଡରେ ଶାଢ଼ୀର ଓଢ଼ଣି ଦେଉଥିଲେ। କିନ୍ତୁ ସେତେବେଳେ ସେ ହୋସ୍ରେ ନଥିଲେ ଯେ ତାଙ୍କ ଶାଢ଼ୀର ଓଢ଼ଣି କେଉଁଠାରେ ଅଛି। ଏହିସବୁ ବିଷୟରେ ଚିନ୍ତା କରି ମୋ ମୁଣ୍ଡବିନ୍ଧା ଆରମ୍ଭ କଲା। ମୋର ବିବାହ ହେବାର 4 ମାସ ବିତିଥିଲା ଏବଂ ଏହି 4 ମାସ ମଧ୍ୟରେ ମୁଁ ମୋ ଶାଶୁଙ୍କୁ ବହୁତ ଭଲ ମହିଳା ବୋଲି ଦେଖିଥିଲି। କିନ୍ତୁ ଆଜି ସେ ମୋତେ ଏପରି ଭୟଙ୍କର ନଜରରେ ଦେଖୁଥିଲେ, ମୁଁ ତ ଭିତରୁ ମଧ୍ୟ ଥରି ଉଠୁଥିଲି। କିନ୍ତୁ ମୁଁ ଜାଣେ ନାହିଁ କାହିଁକି ମୋତେ କିଛି ଗଡ଼ବଡ଼ ଲାଗୁଥିଲା। ସେ ପିଲା କିଏ? ଧାର୍ମିକ ଶିକ୍ଷା ପାଇଁ ମୋ ଶାଶୁଙ୍କ ନିକଟକୁ ଆସୁଥିବା ପିଲାମାନେ କେବଳ ଆମ ଅଞ୍ଚଳର ଥିଲେ ଏବଂ ସେମାନେ ମଧ୍ୟ ଫେରିଯାଉଥିଲେ। ଏହା ସମ୍ଭବ କି ମୋ ଶାଶୁ ପିଲାମାନଙ୍କୁ ଧାର୍ମିକ ଶିକ୍ଷା ଦେବା ଆଳରେ କିଛି ଭୁଲ କାର୍ଯ୍ୟ କରୁଛନ୍ତି? ଏହି ଚିନ୍ତାଧାରା ମୋତେ ରାତିସାରା ଶୋଇବାକୁ ଦେଲା ନାହିଁ। ପରଦିନ ମୋ ପାଇଁ ଅଧିକ ଅସୁବିଧାର ପରିପୂର୍ଣ୍ଣ ଥିଲା। ରାତିରେ ଶୋଇବାର ଅଭାବ ହେତୁ ମୁଁ ସକାଳେ ବହୁ ସମୟ ପର୍ଯ୍ୟନ୍ତ ଶୋଇ ରହିଲି ଏବଂ ପରେ ରାଜେଶ ମୋତେ କ୍ରୋଧିତ ଭାବରେ ପାଟି କରି ଉଠାଇଲେ। ମୁଁ ହଠାତ୍ ଉଠିଲି। ରାଜେଶ ବହୁତ ରାଗିଗଲେ। ସେ ମୋତେ ବହୁତ କ୍ରୋଧରେ ପଚାରିଲେ, ତୁମେ ରାତିରେ ଟେରାସ୍କୁ ଯାଇଥିଲ କି? ମୁଁ କହିଲି, ହଁ। ସେ ଏକ ଶିଶୁର ମୋର କଥା ମୋ ପାଟିରେ ଥିଲା। ଯେତେବେଳେ ରାଜେଶ ଚିତ୍କାର କରି କହିଲେ, ଯେତେବେଳେ ତୁମକୁ ଉପରକୁ ଯିବାକୁ ମନା କରିଥିଲି, ତୁମେ ଗୋଟେ କଥା ବୁଝିପାର ନାହିଁ କି? ମୁଁ କହିଲି, ମୋ କଥା ଶୁଣ। ସେଠାରେ ମୁଁ ପିଲାଟିର କାନ୍ଦିବାର ଶବ୍ଦ ଶୁଣିଲି।
ମୋ କଥା ଶୁଣିବା ପରେ ରାଜେଶ ଯାହା କହିଥିଲେ ତାହା ଶୁଣିବା ପରେ ମୋର ହୃଦୟ ଥରି ଉଠିଲା। ରାଜେଶ କହିଲେ ଯେ ମୋ ମା ମଧ୍ୟରାତ୍ରିରେ ପୂଜାପାଠ କରନ୍ତି ଏବଂ ଏହି ପୂଜା ସମୟରେ ସେ ଏପରି ମନ୍ତ୍ର ଜପ କରନ୍ତି ଯେ ଭୂତ ଆତ୍ମାମାନେ ତାଙ୍କ ମନ୍ତ୍ରକୁ ପିଲାମାନଙ୍କ ରୂପରେ ବନ୍ଦ କରିବା ପାଇଁ ଏପରି କୌଶଳ ଅବଲମ୍ବନ କରନ୍ତି। ବେଳେବେଳେ ସେମାନେ ପିଲାମାନଙ୍କର ସ୍ୱର କରନ୍ତି ଏବଂ ବେଳେବେଳେ ସେମାନେ ଅନ୍ୟ କିଛି କରନ୍ତି। ରାଜେଶଙ୍କ କଥା ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ମୋର ଶାଶୁ ମଧ୍ୟ ମନ୍ଦ ଆତ୍ମାକୁ ନିମନ୍ତ୍ରଣ କରିବା ପାଇଁ ମନ୍ତ୍ରପାଠ କରନ୍ତି। ରାଜେଶଙ୍କ କଥା ଶୁଣିବା ପରେ ମୁଁ ବହୁତ ଡରି ଯାଇଥିଲି। ମୁଁ କାନରେ ହାତ ରଖି କହିଲି ଯେ ଉପରୁ ଯେଉଁ ଶବ୍ଦ ଆସୁ ମୁଁ ଆଉ ଉପରକୁ ଯିବି ନାହିଁ। ମୋ କଥା ଶୁଣିବା ପରେ ରାଜେଶ ଶାନ୍ତ ହୋଇଗଲେ। କିନ୍ତୁ ଗୋଟିଏ କଥା ତଥାପି ମୋତେ ଅସୁବିଧାରେ ପକାଉଥିଲା। ଯଦି ମୋ ଶାଶୁ ପୂଜାପାଠ କିମ୍ବା ତନ୍ତ୍ର ମନ୍ତ୍ର ଜପ କରି ଭୂତମାନଙ୍କୁ ବଶୀଭୂତ କରି ରଖୁଥିଲେ ତେବେ ମୋ ଶାଶୁଙ୍କ ପୋଷାକ କାହିଁକି ବିଶୃଙ୍ଖଳିତ ହୋଇଥିଲା? ସେ ଦିନସାରା ଏତେ ସଭ୍ୟ ଶୃଙ୍ଖଳିତ ଭାବରେ ରହୁଥିଲେ, କିନ୍ତୁ ସେହି ସମୟରେ ଯେତେବେଳେ ମୁଁ ମୋ ଶାଶୁଙ୍କ ରୂପ ଦେଖିଥିଲି ମୁଁ ଭାବନାରେ ପଡ଼ିଗଲି। ପ୍ରଥମ ଥର ପାଇଁ ମୁଁ ମୋ ଶାଶୁଙ୍କୁ ବିନା ଶାଢ଼ୀରେ ଦେଖିଥିଲି। ଶାଢ଼ୀର ପଲୁ ଖସି ଯାଇଥିଲା, ବରଂ ସମଗ୍ର ଶାଢ଼ୀ ଖୋଲାଖୋଲି ଭାବରେ ଖସି ପଡ଼ିଥିଲା। ମୁଁ ସେତେବେଳେ କେତେ ଆଶ୍ଚର୍ଯ୍ୟ ହୋଇଥିଲି। ହଁ, ସେ ମୋ ଶାଶୁ ପରି ଆଦୌ ଦେଖାଯାଉ ନଥିଲେ। ସେ ମୋ ବଡ଼ ଭଉଣୀ ପରି ଦେଖାଯାଉଥିଲେ ଏବଂ ତାପରେ ମୋ ଶାଶୁ ନିଜେ କହିଥିଲେ ଯେ ସେ 16 ବର୍ଷ ବୟସରେ ବିବାହ କରିଥିଲେ। ଏହାର ଅର୍ଥ ସେ ବର୍ତ୍ତମାନ ମୋ ବଡ଼ ଭଉଣୀ ବୟସରେ ପହଞ୍ଚିଛନ୍ତି। ମୋ ଶାଶୁଙ୍କ ବୟସ ପ୍ରାୟ 40ରୁ 42 ବର୍ଷ ହେବା ସତ୍ତ୍ୱେ ସେ ମୋ ବୟସଠାରୁ 5-6 ବର୍ଷ ସାନ ଦେଖାଯାଉଥିଲେ। ହଁ, ମୁଁ ଏହି ସମସ୍ତ ପ୍ରଶ୍ନକୁ ବନ୍ଦ କରି ଘର କାମରେ ବ୍ୟସ୍ତ ଥିଲି। ଏହାର 2 ଦିନ ପରେ ମୁଁ ମୋ ରୁମ୍ର ଆଲମାରୀ ସଫା କରୁଥିଲି, କିନ୍ତୁ ସେହି ସମୟରେ ମୋର ଆଲମାରୀରୁ ମୋର ସବୁଠୁ ଭଲ ଶାଢ଼ୀ କୁଆଡ଼େ ଗାୟବ ହୋଇ ଯାଇଥିଲା। ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ଏହା କିପରି ହୋଇପାରେ? ଆମ ଘରେ କୌଣସି ଚାକରାଣୀ ନଥିଲେ। ମୁଁ ନିଜେ ସମସ୍ତ କାମ କରୁଥିଲି। ତେବେ ମୋର ଭଲ ଶାଢ଼ୀଟି କୁଆଡ଼େ ଗଲା? ଏହା ହୋଇପାରେ କି ମୋ ଶାଶୁଙ୍କ ଦ୍ୱାରା ନିମନ୍ତ୍ରିତ ଆତ୍ମା ମଧ୍ୟ ତଳକୁ ଆସନ୍ତି। ବର୍ତ୍ତମାନ ମୁଁ ମଧ୍ୟ ମୋ ନିଜ ଘରେ ଭୟଭୀତ ହେବାକୁ ଲାଗିଲି। ଦିନେ ରାତିରେ ହଠାତ୍ ମୋ ଆଖି ବାସନ ଖଡ୍ ଖଡ୍ ଶବ୍ଦରେ ଖୋଲିଗଲା। ମୁଁ ଘଣ୍ଟା ଉପର ସମୟ ଦେଖିଲି ଏବଂ ଏହା ରାତି 3ଟା ବାଜିଥିଲା। ଯେତେବେଳେ ମୁଁ ବାହାରକୁ ଆସିଲି ମୁଁ ଖାଦ୍ୟ ଏବଂ ତାଜା ରୁଟି ଗନ୍ଧ ଅନୁଭବ କଲି। ମୁଁ ଭୟଭୀତ ଭାବରେ ରୋଷେଇ ଘରକୁ ଆସିଲି, କାରଣ ମୁଁ ଭୟ କରୁଥିଲି ଯେ ହୁଏତ କେହି ଆତ୍ମା କିମ୍ବା ଭୂତ ଥାଇପାରେ। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହୋଇ ଦେଖିଲି ଯେ ସେଠାରେ ମୋ ଶାଶୁ ରୁଟି ତିଆରି କରୁଥିଲେ ଏବଂ କିଛି ପନିପରିବା ମଧ୍ୟ ଏକ ପ୍ୟାନରେ ରାନ୍ଧୁଛନ୍ତି। ମୋ ଶାଶୁ ଅତି ଶୀଘ୍ର ଖାଦ୍ୟ ରାନ୍ଧିବାରେ ବ୍ୟସ୍ତ ଥିଲେ। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ମୋ ଶାଶୁ କାହା ପାଇଁ ଏତେ ବିଳମ୍ବରେ ରାନ୍ଧୁଛନ୍ତି। ଆଉ ଏକ ଆଶ୍ଚର୍ଯ୍ୟର କଥା, ଯେତେବେଳେ ମୁଁ ମୋ ଶାଶୁଙ୍କୁ ମୋର ଅତି ପ୍ରିୟ ଶାଢ଼ୀଟି ପିନ୍ଧିଥିବାର ଦେଖିଲି, ମୁଁ ଆଶ୍ଚର୍ଯ୍ୟ ହୋଇ ମୋ ଶାଶୁଙ୍କୁ ଦେଖିବା ଆରମ୍ଭ କଲି। ସେ କୌଣସି ସ୍ଥାନରୁ ମୋ ଶାଶୁ ପରି ଦେଖାଯାଉ ନଥିଲେ। ସେ ମୋ ସୁନ୍ଦର ଶାଢ଼ୀକୁ ଖୋଲା ବ୍ଲାଉଜ ସହ ପିନ୍ଧିଥିଲେ। କେଶ ଖୋଲା ଥିଲା ଏବଂ ହାତରେ କାଚର ଚୁଡ଼ି ଥିଲା। ତାଙ୍କ ମୁହଁରେ ହାଲକା ମେକଅପ୍ ମଧ୍ୟ ଥିଲା। ଉପର ମହଲାରେ ରୋଷେଇ ଘର ନଥିଲା, ତେଣୁ ବୋଧହୁଏ ସେ କିଛି ରାନ୍ଧିବା ପାଇଁ ତଳ ମହଲାକୁ ଆସିଥିଲେ। କିନ୍ତୁ ଫ୍ରିଜରେ ଖାଦ୍ୟ ଉପଲବ୍ଧ ଥିଲା। ତାହେଲେ ସେ ତାଜା ଖାଦ୍ୟ କାହିଁକି ରାନ୍ଧୁଥିଲେ? ମୁଁ ବୁଝିପାରିଲି ନାହିଁ ଯେ ମୋ ଶାଶୁ ମୋ ଶାଢ଼ୀ କାହିଁକି ଚୋରି କଲେ। ମୋର ମନ ବିସ୍ମିତ ହେଲା। ମୋ ଶାଶୁ ଏପର୍ଯ୍ୟନ୍ତ ମୋ ଉପରେ ଆଖି ପକାଇ ନଥିଲେ। ମୋ ଶାଶୁ ମୋ ପାଇଁ ରହସ୍ୟ ହୋଇ ଯାଉଥିଲେ। ମୁଁ ଚୁପଚାପ ମୋ କୋଠରୀକୁ ଫେରିଗଲି। ମୋର ମନ ବିଚଳିତ ହେଉଥାଏ ଓ ମୁଣ୍ଡ ବୁଲାଉଥିଲା। ମୋ ଶାଶୁଙ୍କର କେତେ ରୂପ ଅଛି, ଯିଏ ସମସ୍ତଙ୍କ ସାମ୍ନାରେ ପୂଜାପାଠ କରେ। ଲୀନ ରହୁଥିବା ବ୍ୟକ୍ତି, ଧାର୍ମିକ ମହିଳା, ରାତିରେ ଫେନ୍ସି ଶାଢ଼ୀ ପିନ୍ଧି ପ୍ରସ୍ତୁତ ହୋଇ ବୁଲୁଥିବା ରହସ୍ୟମୟୀ ମହିଳା। ଯାହା ବି ହେଉ, ସେ ଏତେ ସଜବାଜ ହୋଇଥିଲେ କାହା ପାଇଁ? ମୋ ସ୍ୱାମୀ ରାଜେଶ ତାଙ୍କ ମା'ଙ୍କୁ କେତେ ସମ୍ମାନ ଦିଅନ୍ତି, ତାଙ୍କୁ କେତେ ସରଳ ଭାବନ୍ତି। ସେ ନିଜ ମା'ଙ୍କ ସାମ୍ନାରେ ନଜର ମଧ୍ୟ ଉଠାନ୍ତି ନାହିଁ। ଯଦି ରାଜେଶ ତାଙ୍କ ମା'ଙ୍କର ଏଭଳି ରଙ୍ଗଢଙ୍ଗ ଦେଖନ୍ତି,
ବୋଧହୁଏ ସେ ମଧ୍ୟ ତାଙ୍କ ଆଖିରେ ବିଶ୍ୱାସ କରିବେ ନାହିଁ। ଅପରାହ୍ନରେ ମୋ ଶାଶୁ ଆମ ସହିତ ତଳ ମହଲାରେ ଭୋଜନ କରୁଥିଲେ। ସେ ନିଜର ସରଳ ରୂପ ସହିତ ବସିଥିଲେ। ମୁଁ ମୋ ଶାଶୁଙ୍କୁ ଧ୍ୟାନରେ ଦେଖୁଥିଲି। ତାଙ୍କ ମୁହଁରେ ରାତି ପାଇଁ ପ୍ରସ୍ତୁତିର କୌଣସି ଚିହ୍ନ ନଥିଲା। ମୁଁ ମୋ ଶାଶୁଙ୍କୁ ପଚାରିଲି, ମା, ମୁଁ ଜାଣେ ନାହିଁ ମୋର ନୀଳ ରଙ୍ଗର ଶାଢ଼ୀଟି କୁଆଡ଼େ ଗଲା। ସେହି ଶାଢ଼ୀ ମୋର ବହୁତ ପସନ୍ଦ ଥିଲା। ମୁଁ ଜାଣେ ନାହିଁ କେଉଁଆଡ଼େ ଗଲା କିମ୍ବା କିଏ ନେଇଗଲା। ମୋ କଥା ଶୁଣି ମୋ ଶାଶୁ ବିବ୍ରତ ହୋଇ କହିଲେ, ଏହା ତୁମର ଆଲମାରିରେ ଥିବ। ଏଠାରେ କେହି ଚାକରାଣୀ ମଧ୍ୟ ଆସନ୍ତି ନାହିଁ। ଠିକ୍ ସେ ଦେଖ, ସେଠାରେ ଥିବ। ସେ ମୋ ସହିତ କଥାବାର୍ତ୍ତା ହେଉଥିଲେ, କିନ୍ତୁ ତାଙ୍କ ସ୍ୱର ତାଙ୍କୁ ସମର୍ଥନ କରୁନଥିଲା। ମୁଁ ପୁଣି କହିଲି, ମା, ମୁଁ ମୋର ଆଲମାରିକୁ ବହୁତ ଭଲ ଭାବରେ ଯାଞ୍ଚ କରିଛି। ମୋ ଶାଢ଼ୀ ଆଲମାରିରେ ନାହିଁ। ମୁଁ ଭାବୁଛି ନିଶ୍ଚୟ ସେ ଛୁଆ ଭୂତ ନେଇଯାଇଥିବ, ଯାହାର କାନ୍ଦିବା ଏବଂ କହଭରା ଶବ୍ଦ ମୁଁ କିଛି ଦିନ ପୂର୍ବରୁ ଶୁଣିଥିଲି। ମୋ କଥା ଶୁଣିବା ପରେ ମୋ ଶାଶୁ ଆହୁରି ଭୟଭୀତ ହେଲେ। ମୁଁ ମୋ ଶାଶୁଙ୍କୁ ଯତ୍ନର ସହ ଦେଖିବା ଆରମ୍ଭ କଲି। ମୁଁ ମୋ ଶାଶୁଙ୍କୁ କହିଲି ଯେ ଏହା ବହୁତ ଭଲ ଯେ ତୁମେ ନିଜକୁ ଏତେ ଫିଟ୍ ରଖିଛ, ନଚେତ୍ ମହିଳାମାନେ ଏହି ବୟସରେ ବହୁତ ମୋଟା ହୋଇଯାଆନ୍ତି। ମା, ଯଦି ତୁମେ ମୋର ପୋଷାକ ପିନ୍ଧିବ, ତୁମେ ସେଗୁଡ଼ିକୁ ଆରାମରେ ପିନ୍ଧିପାରିବ। ମୋର ଏହି ଶବ୍ଦଗୁଡ଼ିକ ସହିତ ମୁଁ ମୋ ଶାଶୁଙ୍କଠାରୁ କିଛି ତଥ୍ୟ ବାହାର କରିବାକୁ ଚାହୁଁଥିଲି। ମୋର ଶବ୍ଦ ଶୁଣି ମୋ ଶାଶୁଙ୍କ ଖାଦ୍ୟ ତାଙ୍କ ଗଳାରେ ଲାଗିଗଲା ଏବଂ ସେ କାଶିବାକୁ ଲାଗିଲେ। ମୁଁ ଶୀଘ୍ର ତାଙ୍କୁ ପାଣି ଦେଲି। ପାଣି ପିଇବା ପରେ ସେ ଅଧା ଖାଦ୍ୟ ଛାଡ଼ି ଉପର ମହଲାକୁ ଗଲେ। ମୁଁ ବୁଝିଗଲି ଯେ ନିଶ୍ଚିତ କିଛି ଗଡ଼ବଡ଼ ଅଛି। ହଁ, କିଛି ତ ରହସ୍ୟ ଅଛି। ଏଠାରେ କୌଣସି ଭୂତ ପ୍ରେତ ନାହିଁ। ଏଠାରେ ଆଉ କିଛି ଚାଲିଛି। ତେଣୁ ମୁଁ ଭାବିଲି ସମ୍ପୂର୍ଣ୍ଣ ସତ୍ୟ ଜାଣିବାକୁ ଚେଷ୍ଟା କରିବି। ମୁଁ ସନ୍ଧ୍ୟାରେ ମୋର ପୋଷାକ ବଦଳାଇବା ପାଇଁ ଯେତେବେଳେ ଆଲମାରି ଖୋଲିଲି, ମୋର ସେହି ଶାଢ଼ୀ ସେଠାରେ ହ୍ୟାଙ୍ଗରରେ ଝୁଲୁଥିଲା, କିନ୍ତୁ ଶୀଘ୍ରତା ହେତୁ ଏହାକୁ ସଠିକ୍ ଭାବରେ ସଜଡ଼ା ହୋଇପାରିନାହିଁ। ସେହିପରି ଏହାକୁ ଶୀଘ୍ର ହ୍ୟାଙ୍ଗରରେ ରଖାଯାଇଛି। ମୁଁ ରାତିରେ ରୋଷେଇ ଘରେ କାମ କରୁଥିବା ବେଳେ ମୋ ଶାଶୁ ଏହି ଶାଢ଼ୀକୁ ମୋ ଆଲମାରିରେ ରଖିଦେଇଥିବେ। କଥା ଏହା ନୁହେଁ ଯେ ମୋ ଶାଶୁ ମୋ ଶାଢ଼ୀଟି ପିନ୍ଧିଥିଲେ। କଥା ହେଲା ସେ ଏହାକୁ କାହିଁକି ପିନ୍ଧିଥିଲେ ଏବଂ କାହା ପାଇଁ ପିନ୍ଧିଥିଲେ। ଯେତେବେଳେ ସେ ଦିନରେ ସମସ୍ତଙ୍କ ସାମ୍ନାରେ ସରଳ ରହୁଥିଲେ, ତେବେ ରାତିରେ ଏତେ ସଜବାଜ ପ୍ରସ୍ତୁତି କାହା ପାଇଁ? ଏହା ଏକ ପ୍ରଶ୍ନ ଥିଲା, ଯାହା ମୁଁ ବୁଝିବାଠାରୁ ସମ୍ପୂର୍ଣ୍ଣ ବାହାରେ ଥିଲା। ବର୍ତ୍ତମାନ ମୁଁ ଉତ୍ସାହର ସହିତ ରାତିକୁ ଅପେକ୍ଷା କରିଥିଲି। ରାଜେଶ ଶୋଇବା ମାତ୍ରେ ମୁଁ ରୁମ୍ରୁ ବାହାରି ଉପର ମହଲାକୁ ଗଲି ଏବଂ ଏଥର ଯାହା ମୁଁ ନିଜ ଆଖିରେ ଦେଖିଲି, ମୋର ପାଦତଳ ଭୂମି ବାହାରିଗଲା। ମୁଁ ଯେତେବେଳେ ସେହି କୋଠରୀ ନିକଟରେ ପହଞ୍ଚିଲି, ମୁଁ ଏକ ଶିଶୁର ସ୍ୱର ଶୁଣିଲି। ସେହି ପିଲାଟି ସମାନ କଥା ଦୋହରାଉଥିଲା, ମୋ ପାଖକୁ ଆସ ନାହିଁ, ମୋତେ ଛାଡ଼ିଦିଅ, ମୁଁ ତମକୁ ଭୟ କରେ। ଯେତେବେଳେ ମୁଁ କବାଟର ଚାବି କଣା ଦେଇ ଭିତରକୁ ଦେଖିବାକୁ ଚେଷ୍ଟା କଲି, ମୋର ଆତ୍ମା ଥରିଉଠିଲା। ମୋ ଶାଶୁ ନିଜକୁ 8-10 ବର୍ଷର ଛୁଆ ସହ ଜବରଦସ୍ତି। ମୁଁ ସଙ୍ଗେ ସଙ୍ଗେ ପଛକୁ ଫେରିଗଲି। ଯେଉଁ ସତ୍ୟ ଖୋଲିଲି ପ୍ରକାଶିତ ହେଲା ବାସ୍ତବରେ ଯେମିତି ମୁଁ ଚିନ୍ତା କରୁଥିଲି। ଏହାକୁ ଭାବିକି ମୋତେ ଶାଶୁଙ୍କ ପ୍ରତି ଘୃଣା ଲାଗିଲା। ମୋର ହୃଦୟ ସ୍ପନ୍ଦନର ଅବସ୍ଥା ଏପରି ଥିଲା ଯେ ମୋର ହୃଦୟର ଗତି ଭୁଲିଯାଇଥିଲା। ମୁଁ ମୋ ଶାଶୁଙ୍କର ଏହି ରୂପ ଦେଖି ସହିପାରିଲି ନାହିଁ। ମୁଁ ଯାହା ସ୍ପଷ୍ଟ ଭାବରେ ଦେଖିଲି, ଏହାର ଅର୍ଥ ହେଉଛି ଯେ ମୋ ଶାଶୁ ଛୋଟ ପିଲାମାନଙ୍କ ସହିତ ତାଙ୍କର ଶାରୀରିକ ଆବଶ୍ୟକତା ପୂରଣ କରିବା। ଛି, ପିଲାମାନଙ୍କ ସହିତ ତାଙ୍କର ଶାରୀରିକ ଆବଶ୍ୟକତା ପୂରଣ କରିବା। କିନ୍ତୁ ଏହି ପିଲାମାନେ ମୋ ଶାଶୁଙ୍କ ପାଖକୁ କେଉଁଠାରୁ ଆସନ୍ତି? କ'ଣ ମୋ ଶାଶୁ ଦିନରେ ଅଧ୍ୟୟନ କରିବାକୁ ଆସୁଥିବା ପିଲାମାନଙ୍କ ମଧ୍ୟରୁ ଜଣକୁ ଲୁଚାନ୍ତି ଏବଂ ତାପରେ ରାତିରେ ତାଙ୍କ ସହିତ ରୁହନ୍ତି? ଯେତେବେଳେ ମୁଁ ମୋ ଶାଶୁଙ୍କ କୋଠରୀକୁ ଚାହିଁଲି ଏବଂ ମୋର ଆଖି ସେହି ପିଲା ଉପରେ ପଡ଼ିଗଲା, ସେହି ପିଲା, ସେହି ଶିଶୁର ହାତ ଏବଂ ଗୋଡ଼ ବନ୍ଧା ହୋଇଥିଲା। ସେ ବିଚରା ଅସହାୟ ଥିଲା। ମୋ ଶାଶୁ ତାକୁ ତାଙ୍କ ନିକଟକୁ ଯିବାକୁ ବାଧ୍ୟ କରୁଥିଲେ। ମୋ ମସ୍ତିଷ୍କ ବୁଲିବା ଆରମ୍ଭ କଲା। ମୋ ଆଖିରୁ ଲୁହ ଝରିଗଲା। ଏହା କି ପ୍ରକାରର ସତ୍ୟ ଥିଲା
ଯାହା ମୋର ହୃଦୟକୁ ଥରାଇ ଦେଲା। ମୁଁ ସଙ୍ଗେ ସଙ୍ଗେ ତଳକୁ ଆସି ମୋ ବିଛଣା ଉପରେ ବସିଲି। ମୁଁ ନିଜକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲି, କିନ୍ତୁ ଏହା ମୋ ନିୟନ୍ତ୍ରଣର ବାହାରେ ଥିଲା। ମୋ ଆଖିରୁ ଅଗଣିତ ଲୁହ ଝରିବାକୁ ଲାଗିଲା। ମୁଁ ତାକୁ ଅଟକାଇବାକୁ ଚାହୁଁଥିଲି, କିନ୍ତୁ ସେ କେବଳ ବୋହିବାକୁ ଲାଗିଥିଲା। ମୁଁ ଏହା ପୂର୍ବରୁ କେବେ ଦେଖିନାହିଁ। ମୋର କାନ୍ଦ ଅଧିକ ଜୋରରେ ହେବାକୁ ଲାଗିଲା। ତେଣୁ ମୁଁ ମୋ ପାଟିରେ ହାତ ରଖିଲି, ଯାହାଫଳରେ ମୋର ସ୍ୱର ରାଜେଶଙ୍କ କାନରେ ପହଞ୍ଚିବ ନାହିଁ। ଆଜି ମୁଁ ଯାହା ଦେଖିଲି ତାହା ମୋର ସହନଶୀଳତା ବାହାରେ ଥିଲା। ମୁଁ ମୋ ଶାଶୁଙ୍କର ଏହି ଘୃଣ୍ୟ ଚେହେରାକୁ ସହ୍ୟ କରିପାରିଲି ନାହିଁ। ସେହି 8ରୁ 10 ବର୍ଷର ଶିଶୁର ଅସହାୟତା ଏବଂ ଭୟ ଦେଖି ଏବଂ ଶାଶୁଙ୍କ ପିଲାମାନଙ୍କ ପ୍ରତି ବଢ଼ୁଥିବା କାମନା ଦେଖି ମୁଁ ସେହି ଶିଶୁର ଅବସ୍ଥା ଦୟା ଅନୁଭବ କରିବାକୁ ଲାଗିଲି। ମୁଁ ଜାଣେ ନାହିଁ ସେହି ପିଲାଟି କେତେଦିନ ମୋ ଶାଶୁଙ୍କ କୋଠରୀରେ ବନ୍ଦ ହୋଇ ରହିଥିଲା ଏବଂ ମୋ ଶାଶୁଙ୍କ ଦ୍ୱାରା ଶିକାର ହେଉଥିଲା। ମୁଁ ମୋର କାନ୍ଦକୁ ନିୟନ୍ତ୍ରଣ କରିପାରିଲି ନାହିଁ। ଶେଷରେ ରାଜେଶ ମୋର କାନ୍ଦ ଶୁଣିବା ପରେ ଉଠିଗଲେ। ମୋତେ ଏପରି କାନ୍ଦୁଥିବା ଦେଖି ରାଜେଶ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଶୀଘ୍ର ମୋ ପାଖକୁ ଆସି କହିଲେ, ସୋନି, କ'ଣ ହେଲା? ତୁମେ ଏତେ କାନ୍ଦୁଛ କାହିଁକି? କେହି ତୁମକୁ କିଛି କହିଛନ୍ତି ନା କିଛି ଖରାପ ସ୍ୱପ୍ନ ଦେଖିଛ? ମୋର କାନ୍ଦ ଶୁଣି ରାଜେଶ ଜାଗ୍ରତ ହେବାକୁ ମୁଁ ଚାହୁଁନଥିଲି। ମୁଁ ନିଜକୁ ବହୁତ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲି, କିନ୍ତୁ ତାହା କରିପାରିଲି ନାହିଁ। ମୁଁ ଜାଣିନଥିଲି ଯେତେବେଳେ ରାଜେଶ ମୋର କାନ୍ଦିବାର କାରଣ ପଚାରିବେ, ମୁଁ ତାଙ୍କୁ କ'ଣ କହିବି। ସତ୍ୟ ହେଉଛି ସେ ବୋଧହୁଏ ଏହା ଶୁଣିବେ ନାହିଁ। ସେ ମୋତେ ବାରମ୍ବାର କାନ୍ଦିବାର କାରଣ ପଚାରିଥିଲେ। ମୁଁ କହିଲି, ମୋର ବହୁତ ମୁଣ୍ଡବିନ୍ଧା ହେଉଛି। ମୋତେ ଏହିପରି ଉଚ୍ଚ ସ୍ୱରରେ କାନ୍ଦିବା ଦେଖି ରାଜେଶ ବହୁତ ବିବ୍ରତ ହେଲେ। ସେ ଶୀଘ୍ର ମୋ ପାଖକୁ ଆସି ମୋ ହାତକୁ ନେଇ କହିଲେ, ସୋନି, ଏତେ ଯନ୍ତ୍ରଣା କ'ଣ ହେଉଛି ଯେ ତମେ ଏପରି କାନ୍ଦୁଛ? ଚାଲ ଡାକ୍ତରଙ୍କ ପାଖକୁ ଯିବା। ମୁଁ ବର୍ତ୍ତମାନ ରାଜେଶକୁ କ'ଣ କହିପାରେ ଯେ ଏହା ମୁଣ୍ଡବିନ୍ଧା ହେତୁ ନୁହଁ, ବରଂ ମୁଁ ସେହି ପିଲାର ଅସହାୟତାକୁ ମନେ ପକାଇ କାନ୍ଦୁଛି। ଭଗବାନ ଜାଣନ୍ତି ସେହି ନିରୀହ ଛୁଆ ସହିତ ତୁମ ମା କେଉଁ ପ୍ରକାର ଅତ୍ୟାଚାର କରୁଛନ୍ତି। ମୁଣ୍ଡବିନ୍ଧା ହେତୁ ଯନ୍ତ୍ରଣା ଅନୁଭବ ହେଉଛି ବୋଲି ମୁଁ ରାଜେଶଙ୍କୁ ବୁଝାଇଲି। ମୁଁ ଏକ ବଟିକା ନେବି। ତାପରେ ମୁଣ୍ଡବିନ୍ଧା ବଟିକା ନେଇଥିଲି ଏବଂ ଶୋଇବାକୁ ଚେଷ୍ଟା କରିବା ଆରମ୍ଭ କଲି। ସେ ମୋ ମୁଣ୍ଡକୁ ଘଷିଦେଲେ। ରାଜେଶ ତାଙ୍କ ମାଆଙ୍କୁ ଯେତିକି ଭଲ ପାଉଥିଲେ, ମୋର ମଧ୍ୟ ସମାନ ଭାବରେ ଯତ୍ନ ନେଉଥିଲେ। ମୋର ଆଜି ପର୍ଯ୍ୟନ୍ତ କୌଣସି ଅସୁବିଧା ହୋଇନାହିଁ ଏବଂ ନା ରାଜେଶ ମୋତେ ଖୁସି ତାଙ୍କ କାମ ପାଇଁ ହଇରାଣ କରୁଥିଲେ। ମୁଁ ଜାଣେ ନାହିଁ କେବେ ମୋତେ ନିଦ ଆସିଗଲା, କିନ୍ତୁ ଯେତେବେଳେ ମୁଁ ଆଖି ଖୋଲିଲି, ମୋ ଶାଶୁ ମୋ ପାଖରେ ବସି କିଛି ପଢ଼ୁଥିଲେ, ବୋଧହୁଏ ହନୁମାନ ଚାଳିଶା। ରାଜେଶ ମଧ୍ୟ ଆମ ପାଖରେ ବସିଥିଲେ। ଯେତେବେଳେ ମୁଁ ମୋ ଶାଶୁ ପାଖରେ ବସିଥିବାର ଦେଖିଲି, ମୁଁ ସଙ୍ଗେ ସଙ୍ଗେ ଉଠିଗଲି। ମୁଁ ସେହି ମହିଳାଙ୍କ ପ୍ରତି ଘୃଣା ଅନୁଭବ କରୁଥିଲି, ଯିଏ ଦିନସାରା ଈଶ୍ୱରଙ୍କ ନାମ ଜପ କରୁଥିଲେ ଏବଂ ରାତିରେ ଏତେ ଅପରିଷ୍କାର କାର୍ଯ୍ୟ କରୁଥିଲେ, ସେ ବି 8ରୁ 10 ବର୍ଷର ନିରୀହ ପିଲା ସହିତ। ମୋତେ ଏହିପରି ଉଠିବା ଦେଖି ରାଜେଶ କହିଲେ, ସୋନି, ଏବେ ତୁମର ସ୍ୱାସ୍ଥ୍ୟ କେମିତି ଅଛି? ରାତିରେ ବୋଧହୁଏ ତୁମେ ଡରିଯାଇଥିଲ, ସେଥିପାଇଁ ମା ହନୁମାନ ଚାଳିଶା ପାଠ କରୁଛନ୍ତି। ଦେଖିବ ତୁମେ ଶୀଘ୍ର ଭଲ ହୋଇଯିବ। ମୋ ମାଆଙ୍କ ପଢ଼ିବାର ବହୁତ ପ୍ରଭାବ ଅଛି। ଏହା ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇ ରାଜେଶକୁ ଚାହିଁଲି। ରାଜେଶ ତାଙ୍କ ମାଆଙ୍କ ଉପରେ ଯେତିକି ବିଶ୍ୱାସ କରୁଛନ୍ତି, ସେତିକି ମଧ୍ୟ ମାନୁଛନ୍ତି। ତାପରେ ମୋ ଶାଶୁଙ୍କୁ ଚାହିଁଲି, ଯିଏ ଶାରୀରିକ ଇଚ୍ଛା ପୂରଣ କରିବା ବେଳେ ପୁଅ ତାଙ୍କ ହୃଦୟରେ ଦେଇଥିବା ସମ୍ମାନକୁ ମଧ୍ୟ ଭୁଲି ଯାଇଥିଲେ। ସେ ସବୁ ସତ୍ୟ ଜାଣିବା ପରେ ତାଙ୍କ ମା ବିଷୟରେ କ'ଣ ଭାବିବେ? ମୁଁ କହିଲି, ମୁଁ ଭଲ ଅଛି। ହନୁମାନ ଚାଳିଶା ପଢ଼ିବା କୌଣସି ଆବଶ୍ୟକ ନାହିଁ। ଇଚ୍ଛା ନ କରି ମଧ୍ୟ ମୋର କହିବାର ଶୈଳୀ କ୍ରୋଧିତ ହୋଇଯାଇଥିଲା। ମୋର କ୍ରୋଧିତ ଶବ୍ଦ ଶୁଣିବା ପରେ ରାଜେଶଙ୍କ ମୁଣ୍ଡ ଟିଣ ହୋଇଗଲା, କିନ୍ତୁ ମୁଁ ସ୍ଥିର କରିଥିଲି ଯେ ମୁଁ ଆଜି ମୋ ଶାଶୁଙ୍କ ରହସ୍ୟ ପ୍ରକାଶ କରିବି। ରାଜେଶ ମୋତେ କହିବାକୁ ଲାଗିଲେ, ତୁମ ବିଷୟରେ ଚିନ୍ତିତ ହୋଇ ମା କେବେଠୁ ତୁମ ସହିତ ବସିଛନ୍ତି। ତୁମ ଭଲ ପାଇଁ କିଛି ନା କିଛି ପଢ଼ୁଛନ୍ତି ଏବଂ ତୁମେ ତାଙ୍କ ସହିତ ଏହିଭଳି ସ୍ୱରରେ କଥା କହୁଛ? ମୁଁ କ୍ରୋଧରେ କହିଲି, ଯଦି ତୁମେ ତୁମର ମାଆର ପ୍ରକୃତ ଚେହେରା ଦେଖ,
ତୁମେ ମଧ୍ୟ ତୁମେ ମାଆଙ୍କୁ ଘୃଣା କରିବା ଆରମ୍ଭ କରିବ। ମୋ ଶାଶୁଙ୍କ ମୁହଁ ମୋ କଥା ଶୁଣିବା ପରେ ବଦଳି ଯାଇଥିବା ବେଳେ ରାଜେଶ ମଧ୍ୟ କ୍ରୋଧିତ ଭାବରେ ମୋତେ ଦେଖିବା ଆରମ୍ଭ କଲେ। ରାଜେଶ କହିବା ଆରମ୍ଭ କଲେ, ବୋଧହୁଏ ତୁମେ ତୁମର ଇନ୍ଦ୍ରିୟରେ ନାହଁ। ତୁମେ ମୋ ମା ବିଷୟରେ କ'ଣ କହୁଛ? ତୁମର କୌଣସି ଧାରଣା ଅଛି? ମୁଁ କହିଲି, ହଁ, ମୁଁ ମୋର ସମ୍ପୂର୍ଣ୍ଣ ଇନ୍ଦ୍ରିୟ ଏବଂ ହୋସ୍ରେ ଅଛି। ମୋତେ ଜଣାଅଛି ମୁଁ କ'ଣ କହୁଛି। ତମ ମା ଜଣେ ଅତି ନିଷ୍ଠୁର ମହିଳା। ମୋ ପାଟିରୁ ଏତିକି ଶୁଣି ମୋ ଗାଲରେ ରାଜେଶଙ୍କ ହାତ ଆଙ୍ଗୁଠି ଛାପ ଛାଡ଼ିଦେଲେ। ନିର୍ବୋଧ ବନ୍ଦ କର। ଏଠାରୁ ବାହାରକୁ ଯାଅ। ମୋ ମା ଉପରେ ଅଭିଯୋଗ କରିବାକୁ ତୁମେ କିଏ? ରାଜେଶ କ୍ରୋଧିତ ହୋଇଥିଲେ। ମୋତେ ପୁନର୍ବାର ଚାପୁଡ଼ା ମାରିବା ପାଇଁ ରାଜେଶ ମୋ ଆଡ଼କୁ ଯାଉଥିଲେ, କିନ୍ତୁ ମୋ ଶାଶୁ ତାଙ୍କୁ ଧରି କହିଲେ, ସାବଧାନ ରୁହ ଯେ ତୁମେ ମୋର ବୋହୂ ଉପରେ ହାତ ଉଠାଉଛ। ଯଦି ସେ ମୂର୍ଖ ଭାବରେ କାର୍ଯ୍ୟ କରୁଛନ୍ତି, ତେବେ ତୁମର ଇନ୍ଦ୍ରିୟଗୁଡ଼ିକ ବ୍ୟବହାର କରିବା ଉଚିତ। ମୁଁ କ୍ରୋଧରେ କହିଲି, ବନ୍ଦ। ଦ୍ୱାର ପଛରେ ତୁମ ମା କେଉଁ ଅପରାଧ କରେ ମୁଁ ପ୍ରମାଣ କରିପାରିବି। ରାଜେଶ ମୋ କଥା ଶୁଣିବା ପରେ ତାଙ୍କ ମାଆଙ୍କ ହାତରୁ ତାଙ୍କ ହାତ ମୁକ୍ତ କଲେ ଏବଂ ମୋ ପାଖକୁ ଆସି କହିବା ଆରମ୍ଭ କଲେ, ଏତେ ସରଳ ଏବଂ ଧାର୍ମିକ ମାଆଙ୍କୁ ତମେ ଦୋଷୀ ପ୍ରମାଣିତ କରିବ? ଚାଲ ଏହାକୁ ପ୍ରମାଣ କର। ଯଦି ତୁମେ ମିଥ୍ୟାବାଦୀ ହୁଅ, ତେବେ ତୁମେ ମୋ ହାତରୁ ଜୀବନ୍ତ ରହିବ ନାହିଁ। ସେ ଏହା ମୋତେ ପାଟି କରୁଥିବା ବେଳେ କହିଥିଲେ। ମୁଁ କହିଲି, ଠିକ୍ ଅଛି, ମୋ ସହିତ ଆସ। ମୋର କୌଣସି ଭୟ ନଥିଲା, କାରଣ ମୁଁ ଏକ ଛୋଟ ଝିଅ ନୁହଁ, ଯିଏ ରାଜେଶଙ୍କ ଏହି ଧମକ ଦ୍ୱାରା ଭୟଭୀତ ହେବ। କାରଣ ରାତିରେ ମୁଁ ମୋ ଶାଶୁଙ୍କ କୋଠରୀରେ ଅସହାୟ ଅବସ୍ଥାରେ ଏକ ଶିଶୁକୁ ଦେଖିଥିଲି। ମୁଁ ରାଜେଶଙ୍କ ହାତ ଧରି ଟେରାସ୍ ଉପରକୁ ଯିବା ମାତ୍ରେ ମୋ ଶାଶୁ ହଠାତ୍ ଆସି ଆମ ସାମ୍ନାରେ ଠିଆ ହୋଇ କହିଲେ, ତୁମେମାନେ ଉପରକୁ ଯିବ ନାହିଁ। ମୁଁ କହିଲି, କାହିଁକି ଯିବୁ ନାହିଁ? ଯାହାଫଳରେ ତୁମର ରହସ୍ୟ ଉନ୍ମୋଚିତ ହେବ ନାହିଁ। ତୁମେ ନିରୀହ ଛୋଟ ପିଲାମାନଙ୍କ ସହ କ'ଣ କରୁଛ? ତାଙ୍କ ମାଆଙ୍କ ଏହି କାର୍ଯ୍ୟରେ ରାଜେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମୋ ଶାଶୁ କହିବା ଆରମ୍ଭ କଲେ, ତୁମେମାନେ ମୋ ବିଷୟରେ ଯାହା ଭାବିପାର ଅଛି ଭାବ, କିନ୍ତୁ ତୁମମାନଙ୍କୁ ଉପରକୁ ଯିବାକୁ ଦେବି ନାହିଁ। ରାଜେଶ କହିବା ଆରମ୍ଭ କଲେ, ମା, ସେଠାରେ କ'ଣ ଅଛି? ଆଜି ପର୍ଯ୍ୟନ୍ତ ତୁମେ ମୋତେ ମଧ୍ୟ ଉପରକୁ ଯିବାକୁ ଅଟକାଇଛ। ମୁଁ ତୁମ କଥାକୁ କେବେ ମନା କରି ନାହିଁ, କିନ୍ତୁ ମୋତେ ଦେଖିବାକୁ ପଡ଼ିବ। ମୋ ଶାଶୁ ରାଜେଶକୁ ମନା କରିଥିଲେ ମଧ୍ୟ ସେ ଉପର ମହଲାକୁ ଯାଇଥିଲେ। ସେ ଉପର ମହଲାର ସମସ୍ତ କୋଠରୀ ଖୋଲି ଦେଖିବା ଆରମ୍ଭ କଲେ ଏବଂ ଶେଷରେ ସେ ପିଲାଟିକୁ ଗୋଟିଏ କୋଠରୀରେ ପାଇଲେ। ତାକୁ ଦଉଡ଼ିରେ ବାନ୍ଧି ଦିଆଯାଇଥିଲା। ଅନେକ ଖେଳନା ଏବଂ ଖାଦ୍ୟ ସାମଗ୍ରୀ ତା ସାମ୍ନାରେ ରଖାଯାଇଥିଲା, କିନ୍ତୁ ସେ ଏକ କୋଣରେ ଆଣ୍ଠୁ ମାଡ଼ି ବସିଥିଲା। ଆମ ସମସ୍ତଙ୍କୁ ଦେଖି ସେ ଆହୁରି ଭୟଭୀତ ହୋଇ କାନ୍ଥ ଆଡ଼କୁ ଆଉଜିଗଲା। ମୁଁ ରାଜେଶକୁ କହିଲି, ତୁମେ ଏହି ଶିଶୁର ଅବସ୍ଥାକୁ ଦେଖୁଛ, ଯାହାକୁ ତୁମର ମାଆର ଲୋଭ ଅଧିକ ଖରାପ କରିଦେଇଛି। ମୋ କଥା ଶୁଣି ଶାଶୁ କାନ୍ଦିବାକୁ ଲାଗିଲେ। ସେ କହିଲେ, ଏହାକୁ ବନ୍ଦ କର। ମୋ ବିରୁଦ୍ଧରେ ଏମିତି ଖରାପ ଅଭିଯୋଗ କର ନାହିଁ। ଏ ମୋର ସନ୍ତାନ, ମୋର ନିଜ ପୁଅ। ମୋ ଶାଶୁଙ୍କଠାରୁ ଏହି ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ରାଜେଶ ମଧ୍ୟ ତାଙ୍କ ମାଆଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ। ମୋର ଶାଶୁଙ୍କର କେବଳ ଗୋଟିଏ ପୁଅ ଥିଲା। ରାଜେଶଙ୍କ ବ୍ୟତୀତ ତାଙ୍କର ଆଉ କୌଣସି ସନ୍ତାନ ନଥିଲା। ତେବେ ମୋ ଶାଶୁଙ୍କର ଏହି ପୁଅ କେଉଁଠାରୁ ଆସିଛି? ମୋ ଶାଶୁଙ୍କ ମୃତ୍ୟୁ ମଧ୍ୟ ଶ୍ୱଶୁରଙ୍କ ମୃତ୍ୟୁ ମଧ୍ୟ ବହୁତ ସମୟ ହୋଇଗଲାଣି। ମୋ ଶାଶୁ ବେଡ୍ ଉପରେ ବସିଗଲେ ଏବଂ ଜୋରରେ କାନ୍ଦୁଥିଲେ। ସେ କହିଲେ, ଏ ପୁଅ ମାନସିକ ରୋଗରେ ଶିକାର। ଏହା ଶୁଣି ଆମ ଦୁହିଁଙ୍କ ମୁଣ୍ଡରେ ଆକାଶ ଛିଡ଼ି ପଡ଼ିଲା। ମୋ ଶାଶୁ ବର୍ତ୍ତମାନ କାନ୍ଦୁଥିଲେ। ରାଜେଶ ଏବଂ ମୁଁ ସମସ୍ତ କୋଠରୀ ଦେଖୁଥିଲୁ, ତଥାପି ଗୋଟିଏ କୋଠରୀ ବାକି ରହିଲା, ଯାହା ବନ୍ଦ ଥିଲା। ମୁଁ ରାଜେଶଙ୍କ ହାତ ଧରି ତାଙ୍କୁ ବାହାରକୁ ଆଣିଲି। ସେହି କବାଟ ବନ୍ଦ ଥିଲା। ମୋ ଶାଶୁ ନିଜେ ଆସି କବାଟ ଖୋଲିଲେ। ଭିତରେ ବସିଥିବା ବ୍ୟକ୍ତିଙ୍କୁ ଦେଖି ମୋ ସ୍ୱାମୀ ଆଶ୍ଚର୍ଯ୍ୟ ହୋଇଗଲେ। ସାମ୍ନାରେ ଖଟ ଉପରେ ଜଣେ ଲୋକ ଶୋଇଥିବାର ଦେଖି ରାଜେଶ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରି କହିଲେ, ବାବା, ତୁମେ ଜୀବିତ? ଏହା ଶୁଣି ମୋ ମୁଣ୍ଡ ବୁଲେଇବାକୁ ଲାଗିଲା। ଗୋଟିଏ ପରେ ଗୋଟିଏ ମୋ ଉପରେ ବିସ୍ଫୋରଣ ହେଉଥିଲା। ମୋ ଶାଶୁ କହିଲେ, ହଁ ରାଜେଶ, ତୁମ ବାପା ଦୁର୍ଘଟଣାରେ ମରିନାହାନ୍ତି, ବରଂ ତାଙ୍କୁ ମିଥ୍ୟା ହତ୍ୟା ଅଭିଯୋଗରେ ଫସାଯାଇଥିଲା ଏବଂ ସେହି ହତ୍ୟା ତାଙ୍କ ସାଙ୍ଗ ଦ୍ୱାରା କରାଯାଇଥିଲା। କିନ୍ତୁ ପିସ୍ତଲଟି ତୁମ ବାପାଙ୍କୁ ଦିଆଯାଇଥିଲା। ତୁମ ବାପା ଏହାକୁ ଫିଙ୍ଗିଦେଲେ ଏବଂ ସେଠାରୁ ଦୌଡ଼ି ପଳାଇଲେ, ନଚେତ୍ ପୋଲିସ ତାଙ୍କୁ ଧରିଥାନ୍ତା ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥାନ୍ତା, କାରଣ ତୁମର ବାବାଙ୍କ ଆଙ୍ଗୁଠି ଛାପ ଏଥିରେ ଥିଲା। କିନ୍ତୁ ସେହି କାମ 8ରୁ 14 ବର୍ଷ ପୂର୍ବେ
ଅନ୍ୟ କେହି କରିଥିଲେ। ଦିନେ ରାତିରେ ତୁମ ବାପା ମୋତେ ଭେଟିବାକୁ ଆସି କହିଲେ, ମୁଁ ଜୀବିତ ବୋଲି କାହାକୁ କହିବା ଉଚିତ ନୁହଁ। ତାପରେ ତୁମର ବାବା ଏବଂ ମୁଁ ଗୁପ୍ତରେ ସାକ୍ଷାତ କରିବା ଆରମ୍ଭ କଲୁ। ତାପରେ ମୁଁ ଆଶାବାଦୀ ହୋଇଗଲି। ମୁଁ ଭୟ କଲି ଯେ କାଳେ ତୁମେ ଏହି ଖବର ଜାଣିପାରିବ। ତେଣୁ ମାଉସୀ ଅସୁସ୍ଥତା ବାହାନା କରି ମୁଁ ଗାଁକୁ ଗଲି, ଯେଉଁଠାରେ ମୁଁ ତୁମ ଭାଇକୁ ଜନ୍ମ ଦେଲି। ମୁଁ ଏହାକୁ ତୁମ ମାଉସୀଙ୍କୁ ଦେଇଥିଲି। ଦୀର୍ଘ ସମୟ ଧରି ତୁମର ମାଉସୀ ତୁମର ଭାଇର ଯତ୍ନ ନେଲା, କିନ୍ତୁ ଏବେ ସେ ଅସୁସ୍ଥ ହେବା ଆରମ୍ଭ କରିଦେଇଥିଲେ। ତେଣୁ ମୁଁ ଏବଂ ତୁମର ବାବା ଏହି ପିଲାକୁ ଫେରାଇ ଆଣିଥିଲୁ। କିନ୍ତୁ ଏହି ପିଲା ମୋତେ ଚିହ୍ନି ନାହିଁ। ସେ ମୋତେ ଭୟ କରେ। ମୁଁ ତାଙ୍କୁ ମୋ ଛାତି ପାଖରେ ରଖିବାକୁ ଇଚ୍ଛା କରେ। ମୁଁ ତାକୁ ଭଲ ପାଇବାକୁ ଚାହେଁ, କିନ୍ତୁ ସେ ମୋତେ ତା ନିକଟକୁ ଆସିବାକୁ ଦିଏ ନାହିଁ। ତା'ର ମାନସିକ ସନ୍ତୁଳନ ଭଲ ନୁହଁ। ତେଣୁ ତା'ର ହାତ ଏବଂ ଗୋଡ଼କୁ ବାନ୍ଧିବାକୁ ପଡ଼ୁଛି, କାରଣ ସେ ନିଜକୁ କ୍ଷତି ପହଞ୍ଚାଇ ପାରେ। ଏବଂ ତାପରେ ସେ ମଧ୍ୟ ଜୋରରେ କବାଟ ବାଡ଼େଇବା ଆରମ୍ଭ କରେ। ମୁଁ ଭୟଭୀତ ହୁଏ ଯେ କେହି ଏହା ବିଷୟରେ ଜାଣିପାରନ୍ତି। ତେଣୁ ମୁଁ ରାତିରେ ଉପର ମହଲାରେ ଶୋଇଥାଏ। ମୁଁ ମଧ୍ୟ ତୁମ ବାପାଙ୍କ ସହିତ କିଛି ସମୟ ବିତାଇଥାଏ, କିନ୍ତୁ ମୁଁ ଏହାକୁ କାହାକୁ କହିବାକୁ ଚାହେଁ ନାହିଁ। ହଁ, ମୁଁ ମଧ୍ୟ ତୁମକୁ କହିବାକୁ ଚାହୁଁନଥିଲି, କାରଣ ଏକ ଭୟ ଥିଲା ଯେ ଏହି ଘଟଣା ବ୍ୟାପିପାରେ। ଯଦି କେହି ଏ ବିଷୟରେ ଜାଣିଥାନ୍ତେ, ତୁମ ବାପା ଧରା ପଡ଼ିଥାନ୍ତେ। ମୋ ଶାଶୁଙ୍କଠାରୁ ସତ୍ୟ ଶୁଣିବା ପରେ ମୁଁ ନିଜକୁ ଲଜ୍ଜିତ ହେବାକୁ ଲାଗିଲି। ମୋ ଶାଶୁ ଜଣେ ଅତି ସାହସୀ ମହିଳା ଥିଲେ, ଯିଏ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଏତେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମୋ ସ୍ୱାମୀ କହିଲେ, ଆମେ ଏହି ସହର ଛାଡ଼ି ଚାଲିଯିବା। ଆମେ ଏକ ସୁଦୂର ଗାଁକୁ ଯାଇଥିଲୁ, ଯାହାଫଳରେ ଆମ ନିଜ ଜୀବନକୁ ଶାନ୍ତିପୂର୍ଣ୍ଣ ଭାବରେ ବଞ୍ଚାଇ ପାରିବୁ, ଯେଉଁଠାରେ କାହାକୁ ଭୟ ନଥିଲା। ମୁଁ ମୋ ଶାଶୁଙ୍କୁ କ୍ଷମା ମାଗିଥିଲି, କାରଣ ଆଖିରେ ଯାହା ଦେଖାଯାଏ ତାହା ସବୁବେଳେ ସତ୍ୟ ନୁହେଁ। ମୋ ଶାଶୁ ମଧ୍ୟ ମୋତେ କ୍ଷମା ଦେଇଛନ୍ତି। ରାଜେଶ ତାଙ୍କ ସାନ ଭାଇଙ୍କୁ ଚିକିତ୍ସା ପାଇଁ ସହରକୁ ଆଣିଛନ୍ତି ଏବଂ ତାଙ୍କୁ ଜଣେ ଭଲ ଡାକ୍ତର ଚିକିତ୍ସା କରୁଛନ୍ତି। ତୁମର ଭାଇ ଶୀଘ୍ର ସୁସ୍ଥ ହୋଇପାରନ୍ତି ବୋଲି ଡାକ୍ତର କହିଛନ୍ତି। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ମୋ ଦିଅର ଶୀଘ୍ର ସୁସ୍ଥ ହୁଅନ୍ତୁ। ମୋ ଶାଶୁ ବହୁତ କଷ୍ଟ ପାଇଛନ୍ତି। ଭଗବାନ ତାଙ୍କୁ ତାଙ୍କ ଅସୁବିଧାରୁ ମୁକ୍ତି କରନ୍ତୁ। ଧନ୍ୟବାଦ ବନ୍ଧୁଗଣ। ଯଦି ଆମର ଭିଡ଼ିଓ ଆପଣଙ୍କୁ ପସନ୍ଦ ଆସିଛି, ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।